ଆପଣଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି କି? ଯଦି ହଁ, ଜାଣିବା ଜରୁରୀ, ନଚେତ୍ ଆଗକୁ ବଡ଼ ସମସ୍ୟା ହୋଇଯିବ। ଆଜ୍ଞା ହଁ, ଆପଣଙ୍କର 2 କିମ୍ବା ତା'ଠାରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି ଯଦି ଆପଣଙ୍କୁ ଏହି ଜିନିଷ ଜାଣିବା ଆବଶ୍ୟକ। ଏ ବିଷୟରେ ବିଶେଷଜ୍ଞଙ୍କ ପରାମର୍ଶ ପାଳନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ କିଛି ନୂତନ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଏଗୁଡ଼ିକ ନ ଜାଣିଲେ ଅନାବଶ୍ୟକୀୟ ଦଣ୍ଡ କିମ୍ବା ଆକାଉଣ୍ଟ ବ୍ଲକ୍ ହୋଇପାରେ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ତୁରନ୍ତ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖିବା ଅତ୍ୟନ୍ତ ଜରୁରୀ। ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ପାଇଁ ମିନିମମ୍ ବାଲାନ୍ସ ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ଯଦି ଆପଣ ଏହାକୁ ଅବହେଳା କରନ୍ତି, ତେବେ ବ୍ୟାଙ୍କଗୁଡ଼ିକ ଆକାଉଣ୍ଟ ଉପରେ ଶୁଳ୍କ କିମ୍ବା ସେବା ଶୁଳ୍କ ଲାଗୁ କରିପାରନ୍ତି। ଏହି କାରଣରୁ ଆପଣଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ସଠିକ୍ ଭାବରେ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ଯଦିଓ ଆପଣଙ୍କର ସେଗୁଡ଼ିକ ଅଛି, ଭାରତୀୟ ଷ୍ଟେଟ ବ୍ୟାଙ୍କ, SBI, କାନାଡା ବ୍ୟାଙ୍କ, HDFC ବ୍ୟାଙ୍କ, ଆପଣ ଏହି ଆକାଉଣ୍ଟଗୁଡ଼ିକରେ ଥିବା ବାଲାନ୍ସକୁ ବାରମ୍ବାର ସମୀକ୍ଷା କରିବା ଉଚିତ। ଆଜ୍ଞା ହଁ, ଭାରତରେ ଅନେକ ଲୋକଙ୍କର ଗୋଟିଏରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ରହିବା ସାଧାରଣ କଥା। ତଥାପି କିଛି ଆକାଉଣ୍ଟରେ ବ୍ୟବହାର ରହିଛି ଓ କାରବାର ବନ୍ଦ କରାଯାଉଛି। ଯଦି ଏହି ଆକାଉଣ୍ଟଗୁଡ଼ିକ ନିଷ୍କ୍ରିୟ ହୋଇଯାଏ, ତେବେ RBI ସେଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନେଇଛି।